ଭାରସାମ୍ୟ ହରାଇ ଏକ କାର କଲଭର୍ଟ ତଳକୁ ଖସି ଯାଇ ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଅଧିକ ଗୁରୁତର ଯୋଗୁଁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଗାଁ ନିକଟରେ। କାକିନାଡ଼ାରୁ 5 ଜଣ ଲୋକ ବରଗଡ଼ ଯାଇ ଏକ ଭୋଜିରେ ରୋଷେଇ କରି କାକିନାଡ଼ା ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ସେମାନଙ୍କ କହିବା ଅନୁଯାୟୀ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ସାଇଡ୍ ଦେବା ବେଳେ ବିପରୀତ ଦିଗରୁ ଏକ ଟ୍ରକ୍ ଆସିଯିବାରୁ କାର୍ଟି ଭାରସାମ୍ୟ ହରାଇ କଲଭର୍ଟ ନିକଟରେ ଥିବା ଖାଲ ଭିତରକୁ ଖସି ପଡ଼ି ଓଲଟି ପଡ଼ିଥିଲା। ଖବର ପାଇ କାରରେ ଥିବା 3 ଜଣ ଗୁରୁତରଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ କାର୍ ଭିତରେ ଜଣେ ଚାପି ହୋଇ ରହିଛନ୍ତି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାୟଗଡ଼ାରୁ ରଞ୍ଜନ ସ୍ୱାଇଁ, ସମ୍ଭବ ଟିଭି।